ଈଶ୍ୱରଙ୍କର ବାକ୍ୟ କାର୍ଯ୍ୟ ସାଧକ ଅଟେ। ଆସନ୍ତୁ ବିନୟ ଭାଇଙ୍କ ମୁଖରୁ ସେ ସୁନ୍ଦର ବାକ୍ୟ ଶୁଣିବା। ଆସନ୍ତୁ ପ୍ରଥମେ ଯିବା ଆଦି ପୁସ୍ତକ ତାର 28 ପର୍ବ। ସମସ୍ତଙ୍କର ଅତି ଜଣାଶୁଣା 28 ପର୍ବର ଆଉ 16-17 ପଦ। ଆଦି ପୁସ୍ତକ 28 ପର୍ବର 16 ଆଉ 17। ଅନନ୍ତର ନିଦ୍ରାଭଙ୍ଗ ହୁଅନ୍ତେ ଯାକୋବ ଜାଗ୍ରତ ହୋଇ କହିଲା, ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି, ମାତ୍ର ମୁଁ ତାହା ଜାଣିଲି ନାହିଁ। ପୁଣି ସେ ଭୀତ ହୋଇ ଆହୁରି କହିଲା, ଏ କିପରି ଭୟାନକ ସ୍ଥାନ! ଏ ତ ନିତାନ୍ତ ପରମେଶ୍ୱରଙ୍କର ଗୃହ, ଏହି ତ ସ୍ୱର୍ଗର ଦ୍ୱାର। ଆମେନ୍। ଥ୍ୟାଙ୍କ ୟୁ ଝିଅ, ବହୁତ ବଢିଆ ପଢିଛ। ଏଠି ଏଇ ବିଷୟଟା ମାନେ ଦେଖିବା ପୂର୍ବରୁ ଆଜି କା ଡେଟରେ ଯୋଉ ସାମ୍ପ୍ରତିକ ଘଟଣାବଳୀ ସବୁ ଘଟୁଛି ପୃଥିବୀରେ, ଆପଣ ମାନେ ସମସ୍ତେ ଅବହିତ। ବଡମାନେ ଟିକେ ବେଶୀ ନ୍ୟୁଜ ପେପରରୁ ବା ଟିଭିରୁ ଦେଖୁଥିବେ, ସାନମାନେ ହୁଏତ ଦେଖିପାରୁନଥିବେ, କିନ୍ତୁ ସମସ୍ତେ ଉଣାଧିକେ ଜାଣିଛନ୍ତି ଏଠି ଗୋଟେ ଇସ୍ରାଏଲ ବଂଶର ମୂଳଦୁଆ ସ୍ଥାପନ ହବା ପାଇଁ ଯାଉଛି। ଏ ଯୋଉ ଯାକୁବ ଉଠିଲେ ନିଦ୍ରାରୁ, ଯାକୁବ ଜାଗ୍ରତ ହୋଇ କହିଲା। ଏଇ ଯାକୁବଙ୍କର ପରବର୍ତ୍ତୀ ସମୟରେ ନାଁ ପରିବର୍ତ୍ତନ ହେଲା ଆଉ ତାଙ୍କ ନାଁକୁ ପ୍ରଭୁ ଦେଲେ ଇସ୍ରାଏଲ। ସେ ନିଜେ ମନୋନୀତ କରିନାହାନ୍ତି କି ତାଙ୍କର ବାପା ଏସଉ ରେବିକା ତାକୁ ସରି ଇସାହାକ ରେବିକା ଏ ନାଁ ତାଙ୍କୁ ଦେଇନାହାନ୍ତି। ଏବଂ ତା ଉପରକୁ ଯଦି ଆମେ ଦେଖୁଛୁ, ସେଠି ସେ ଯୋଉ ପ୍ରତିଜ୍ଞାତ ଆଶୀର୍ବାଦ ସେ ପାଇଲେ, ସେ ତ ଶୋଇପଡିଥିଲେ, ଗୋଟେ ପଥର ଉପରେ ମୁଣ୍ଡ ଦେଇକି ଶୋଇପଡିଥିଲେ, କିନ୍ତୁ ସେ ତହିଁରେ ସେ ସ୍ୱପ୍ନ ଯୋଗେ 12 ପଦରୁ ପୃଥିବୀରେ ସ୍ଥାପିତ ଗୋଟେ ସୋପାନ ଦେଖିଲା। ସୋପାନ କହିଲେ ସିଢି ବା ନିଶୁଣି, ଲାଡର ଇଂଲିଶରେ କହନ୍ତି। ତହିଁର ମସ୍ତକ ଗଗନ ସ୍ପର୍ଶୀ, ପୁଣି ଦେଖ ତାହା ଦେଇ ପରମେଶ୍ୱରଙ୍କ ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି। ଯୋହନ ପାଖରେ ରେଫରେନ୍ସ ବାଇବଲ ଥିବ, ଆପଣ ମାନେ ଜାଣିପାରିବେ। ଯୋହନ ଲିଖିତ ସୁସମାଚାର 1 ପର୍ବ 51ରେ ମଧ୍ୟ ଏଇ ପଦଟି ଅଛି। 13 ଆଉ ଦେଖ ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରାହ୍ମର ପରମେଶ୍ୱର, ଇସାହାକର ପରମେଶ୍ୱର ଅଟୁ। ତୁମ୍ଭେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ତୁମ୍ଭ ବଂଶକୁ ଦବା। ପୃଥିବୀରେ କୌଣସି ଦେଶ, କୌଣସି ଜାତି, କୌଣସି ବଂଶ ସେ କହିପାରିବନି ଯେ ଜାଗାଟା ତାକୁ ଈଶ୍ୱର ଦେଇଛନ୍ତି ବୋଲି। କେବଳ ହଉଛି ଇସ୍ରାଏଲ, ସେମାନେ କହିପାରିବେ ଏ ଜାଗାଟାକୁ ପ୍ରଭୁ ସେମାନଙ୍କୁ ଦେଇଛନ୍ତି, ଈଶ୍ୱର ସେମାନଙ୍କୁ ଦେଇଛନ୍ତି, ଜେହୋବା ତାଙ୍କୁ ଦେଇଛନ୍ତି। ଏଇଟା ସବୁଠୁ ହଉଛି ଇମ୍ପୋର୍ଟାଣ୍ଟ ପଦ। ଆଜି ଏଇ ପଦ ଉପରେ ନିର୍ଭର କରିକିରି ସମଗ୍ର ଆରବ ଗୋଷ୍ଠୀ ବା ମୁସଲିମ ଗୋଷ୍ଠୀ ସେମାନେ ଇସ୍ରାଏଲ ମାନଙ୍କର ଶତ୍ରୁ ବନିଛନ୍ତି। ସେମାନେ ତାଙ୍କର ଇତିହାସରୁ ପଢିକି ଜାଣୁଛନ୍ତି ଯେ ଏ ଜାଗା ସେମାନଙ୍କର ନଥିଲା, ଆଉ ଅନ୍ୟମାନଙ୍କର ଥିଲା। ସେମାନଙ୍କୁ ଏମାନେ ବାହାର କରିକିରି ଏଇ ଜାଗାରେ ସେମାନଙ୍କର ଦେଶ ସ୍ଥାପନ କରିଛନ୍ତି। ଆଉ ସେଇ ଯୋଉ ବିଷୟ ଉପରେ ଆଧାରିତ ହେଇଛି ଇସ୍ରାଏଲର, ସେ ବିଷୟ ଉପରେ ମୁଁ ଏତେ ଆଲୋଚନା କରିବାକୁ ଚାହିଁବିନି। ଆମେ ଏଥିରୁ ଆତ୍ମିକ ଜୀବନ ପାଇଁ କଣ ଆଶୀର୍ବାଦ ପାଇବା ତାକୁ ଚିନ୍ତା କରିବା। ଏଠି ଆମେ ଦେଖୁଛୁ ଯାକୁବଙ୍କ ସାଙ୍ଗରେ ଈଶ୍ୱରଙ୍କର ଆଗରୁ କି ସମ୍ପର୍କ ଥିଲା ଏ ବିଷୟରେ ବାଇବଲ ସାଇଲେଣ୍ଟ। କିନ୍ତୁ ଏଇଠୁ ଆରମ୍ଭ ହଉଛି ବାଇବଲଙ୍କର ଈଶ୍ୱରଙ୍କ ସହିତ ଯାକୁବଙ୍କର ସମ୍ପର୍କର ମୂଳଦୁଆ। ଯାକୁବ ନିଜ ଆଡୁ କିଛି ପ୍ରଚେଷ୍ଟା କରିନାହାନ୍ତି, ବା ଯାହା ଜଣା ପଡେ ଆଗରୁ ସେ ଈଶ୍ୱରଙ୍କ ସାଙ୍ଗରେ କଥାବାର୍ତ୍ତା ବି କେବେ କରିନାହାନ୍ତି, ଥିଲେ ତ ଲେଖା ହେଇଥାନ୍ତା। କିନ୍ତୁ ଏଇ ଯୋଉ ସ୍ୱପ୍ନ ଦ୍ୱାରା ଗୋଟେ ଯୋଗାଯୋଗ ସମ୍ପର୍କ ସ୍ଥାପନ ହଉଛି, ଯୋଉଟା କି ସେ ଲେଖା ହେଇଛି ସେ ନିଶୁଣିରେ ବା ସେ ଲାଡରରେ ସ୍ୱର୍ଗରୁ ଈଶ୍ୱରଙ୍କ ଦୂତମାନେ ଆସୁଛନ୍ତି
ପୁଣି ଫେରିକି ଯାଉଛନ୍ତି। ଆଉ ତାହାର ଉପରେ ଠିଆ ହେଇଛନ୍ତି ସଦାପ୍ରଭୁ। ସଦାପ୍ରଭୁ ଥାଇକିରି ଯାକୁବଙ୍କୁ ସ୍ୱପ୍ନ ଦ୍ୱାରା କହୁଛନ୍ତି, ଆମ୍ଭେ ସଦାପ୍ରଭୁ ତୁମ ପୂର୍ବପୁରୁଷ କହିଲେ କେବଳ ସାନ୍ଦ ବାପା ନା, କାରଣ ତାଙ୍କ ବାପା ହେଲେ ଇସାହାକ, ତାଙ୍କ ସାନ ବାପାଙ୍କ ନାଁ ହଉଛି ଅବ୍ରାହମ। ପୂର୍ବପୁରୁଷ କହିଲେ ଏଇ ଯୋଡ଼ିଏ ପିଢି ବିଷୟରେ ଈଶ୍ୱର ତାଙ୍କୁ କହୁଛନ୍ତି, ମୁଁ ତାଙ୍କ ପରମେଶ୍ୱର ଅଟେ। ଅର୍ଥାତ୍ ମୁଁ ଗୋଟେ ରିଲେସନସିପରେ ଜଡିତ ହେଇଛି ତୁମର ବଂଶ ସହିତ, ତୁମର ଜେଜେବାପାଙ୍କ ସହିତ, ତୁମର ବାପାଙ୍କ ସହିତ ମୋର ଗୋଟେ ସମ୍ବନ୍ଧ ଯୋଡି ହେଇକି ଅଛି। ସେ ସମ୍ବନ୍ଧଟା କଣ? ମୁଁ ସେମାନଙ୍କର ପରମେଶ୍ୱର, ମୁଁ ସେମାନଙ୍କର ଈଶ୍ୱର। କୌଣସି ଜାତି କେବେ କହିପାରିବ ନାହିଁ ଏଇ କଥା ଈଶ୍ୱର ସେମାନଙ୍କୁ କହିଛନ୍ତି ବୋଲି। ଏ ଗୋଟେ ଅଦ୍ଭୁତ ପୂର୍ବକ ପ୍ରତିଜ୍ଞାତ ଆଉ ଆଶୀର୍ବାଦ। ଏଇଟା ଗୋଟେ, ତୁମ୍ଭର ବଂଶ ପୃଥିବୀରେ ଧୂଳି ପରି ଅସଂଖ୍ୟ ହେବେ, ପୁଣି ତୁମ୍ଭେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଆଡେ ବୃଦ୍ଧି ପାଇବ, ପୁଣି ତୁମ୍ଭଠାରୁ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ। ମୁଁ ପଢୁଥିଲି ଗୋଟେ ଆର୍ଟିକଲରୁ, ସେଠି ଲେଖା ହେଇଛି ଇସ୍ରାଏଲରେ ଜିଉସ୍ ଯେତିକି ଅଛନ୍ତି ଉଣାଧିକ କମ ବେଶୀ ହବ, ବେଶୀ ତ ନାହିଁ କମ ହବ, ଆମେରିକାରେ ମଧ୍ୟ ସେତିକି ଜିଉସ୍ ଅଛନ୍ତି ବା ଇସ୍ରାଏଲର ଲୋକମାନେ ଅଛନ୍ତି। ସେମାନଙ୍କ ଦ୍ୱାରା ଈଶ୍ୱର ସମଗ୍ର ପୃଥିବୀକୁ ଆଶୀର୍ବାଦ କରିଛନ୍ତି। ଆପଣଙ୍କ ଆଜିର ଟେଲିଭିଜନ କୁହନ୍ତୁ, ଆପଣଙ୍କର ଆଜି ଯାହା କିଛି ଇଲେକ୍ଟ୍ରୋନିକ ବିଷୟ, ଉନ୍ନତ ମାନର ବିଷୟ ସବୁ ଯାହା କିଛି ବାହାରିଛି, ମୁଁ ସେଗୁଡ଼ା ସବୁ ଡେସ୍କ୍ରିପସନ କଲେ ସମୟ ଅଯଥା ଚାଲିଯିବ। ଇଞ୍ଜିନିୟରିଂ ଲାଇନରେ ହଉ, ଟେକ୍ନୋଲୋଜି ଲାଇନରେ ହଉ, ଏଗ୍ରିକଲଚର ଲାଇନରେ ହଉ, ସବୁ ବିଷୟର ଏମାନେ ହଉଛନ୍ତି ସାଇଣ୍ଟିଷ୍ଟ, ଏମାନେ ହଉଛନ୍ତି ଉଦ୍ଭାବକ, ଏମାନେ ହଉଛନ୍ତି ନୂଆ ନୂଆ ଜ୍ଞାନ ଏମାନେ ପୃଥିବୀରେ ଆଣି ପହଞ୍ଚେଇଛନ୍ତି। ପ୍ରଥମ ଗୋଟିଏ ଖାଲି ମୁଁ ଆପଣମାନଙ୍କୁ କହୁଛି, ଜାଣିଥିବେ, ଖାଲି ଦୋହରଉଛି। ଯେତେବେଳେ ସେମାନେ ଇସ୍ରାଏଲ ଦେଶରେ 1948ରେ ଆସିଲେ, ସେମାନେ ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଥିଲେ। ତାପରେ ସେମାନେ ମନସ୍ଥ କଲେ ଆମର ତ ଗୋଟେ ଦେଶ ଅଛି, ଆମେ ଏଠି ବାହାରେ କାହିଁକି ରହିବା, ସେଠିକୁ ଯିବା। ତେଣୁ ସେଟା କହନ୍ତି ରିଅର୍ଗାନାଇଜ। ସେମାନେ ସ୍ୱାଧୀନତା ପାଇନାହାନ୍ତି, ରିଅର୍ଗାନ। ଆମ ଦେଶ ସ୍ୱାଧୀନତା ପାଇଲା କାରଣ ଆଉ ଗୋଟେ ଦେଶ ଆମ ଉପରେ ଶାସନ କରୁଥିଲା। ସେମାନେ ରିଅର୍ଗାନାଇଜ କଲେ। ଯେବେ କଲେ, ତାଙ୍କ ପାଖରେ ଏତେ ଜମି ନଥିଲା, ଆଉ ସେ ଗୋଟେ ବିରାଟ ଗୋଟେ ମରୁଭୂମିର ମାଲିକ ହେଲେ। ସେ ମରୁଭୂମିର ନାଁ ହଉଛି ନେଗେଭ। କଣ କରିବେ? ପାଣିର ଅଭାବ, ଆଉ ସ୍ଥଳ ଭାଗର ଅଭାବ, ଚାଷ କରିବେ କଣ, ଖାଇବେ କଣ, ବଞ୍ଚିବେ କେମିତି, ଚିନ୍ତା ପଡିଲା। ସେମାନେ ହିଁ ସେଇ ଇସ୍ରାଏଲ ଲୋକ ଆରମ୍ଭ କଲେ ଡ୍ରିପ୍ ଇରିଗେସନ। କେହି ଯାଇ ପାଣି ଦେବନି, ସେ ପାଇପ୍ ବାଟେ ସେ କଣା ଥିବ, ରନ୍ଧ୍ର ଥିବ, ସେଥିରୁ ଅତି ସ୍ଲୋରେ ସେ ପାଣି ଝରୁଥିବ, ଆଉ ପ୍ରତି ଗଛ ପାଣି ପାଉଥିବେ। ସେମାନେ କଲେ ଗ୍ରୀନ ହାଉସ, ସୂର୍ଯ୍ୟ ତାପ ରକ୍ଷା କରିବା ପାଇଁକା ସେ ଗ୍ରୀନ ହାଉସ ବନେଇଲେ। ଯାହା କିଛି ଆଜି ସେମାନେ ଉତ୍ପନ୍ନ କରୁଛନ୍ତି ତାଙ୍କ ପାଇଁ ସଫିସିଏଣ୍ଟ, ତା ଛାଡିକିରି ସେମାନେ ରପ୍ତାନି ବି କରୁଛନ୍ତି। ଦେଖନ୍ତୁ, ଯୋଉ ସମୟରେ ସେ ବିଷୟରେ କିଛି ଚିନ୍ତା ନଥିଲା, ହଜାର 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 ବର୍ଷ ତଳେ, ସେତେବେଳକୁ ପ୍ରଭୁ ସେ ଆଶୀର୍ବାଦ ସେମାନଙ୍କୁ କରିଦେଇଥିଲେ। ତୁମ୍ଭର ବଂଶ ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ, ପୁଣି ତୁମ୍ଭେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଆଡେ ବୃଦ୍ଧି ପାଇବ। ଆଜି ଜିଉସ୍ ମାନଙ୍କ ସଂଖ୍ୟା ସବୁଆଡେ ଅଛି। ଇଭିନ୍ ମୁଁ କେରଳ ଯାଇଥିଲି, କେରଳରେ ମୁଁ ଦେଖିଲି ସେଠି ଜିଉସ୍ କମ୍ୟୁନିଟି ଗୋଟେ ଅଛନ୍ତି। ମୁମ୍ବାଇରେ ଅଛନ୍ତି ଗୋଟେ ଜିଉସ୍ କମ୍ୟୁନିଟି। ତାପରେ ଯେତେବେଳେ ମଣିପୁରରେ ହିଂସା ହଉଥିଲା, ସେତେ ଗୋଟେ ଆର୍ଟିକଲ ପଢିଥିଲି, ସେଠି ମଧ୍ୟ ଜିଉସ୍ କମ୍ୟୁନିଟି ଆସିଥିଲେ, କେବେ ରହିଥିଲେ। ଆଜି ସବୁଆଡେ, ପୃଥିବୀର ସବୁଆଡେ ସେ ଜିଉସ୍ କମ୍ୟୁନିଟି ପୁରା ବିସ୍ତୃତ ଭାବରେ ସେମାନେ ଅଛନ୍ତି। ଆଉ ପ୍ରଭୁଙ୍କର କୌଣସି ବାକ୍ୟ କେବେ ହେଲେ ନିଷ୍ଫଳ ହୁଏନି। ସେ ଆଶୀର୍ବାଦ ଆଜି ସେମାନଙ୍କ ଦ୍ୱାରା ଅନ୍ୟମାନେ ପାଉଛନ୍ତି।
ଯେକୌଣସି ସାଇଣ୍ଟିଷ୍ଟ ନା ଧରନ୍ତୁ, ତାଙ୍କର ମୂଳ ହଉଛି ଜିଉସ୍। ପ୍ରଭୁ ସେ ସାଇଣ୍ଟିଷ୍ଟ ମାନଙ୍କ ଦ୍ଵାରା କେତେ କେତେ ଉଦ୍ଭାବନ କରିଛନ୍ତି, ତାର ଫଳାଫଳ ଆମେ ପାଉଛୁ। ବର୍ତ୍ତମାନ ଆମେ ଆଗକୁ ଯିବା। ଯେତେବେଳେ ଯାକୁବ ନିଦ୍ରାରୁ ଏ ସ୍ୱପ୍ନଟା ଦେଖିଲେ, ଉଠି ପଡୁଛନ୍ତି, ଆଉ ସେ କହୁଛନ୍ତି 16ରେ, ଅନନ୍ତର ନିଦ୍ରା ଭଙ୍ଗ ହୁଅନ୍ତେ ଯାକୁବ ଜାଗ୍ରତ ହୋଇ କହିଲା, ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି, ମାତ୍ର ମୁଁ ତାହା ଜାଣିଲି ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ବହୁତ ବିଷୟ ଜାଣିନୁ, ଯୋଉଟା କି ପ୍ରଭୁ ଆମମାନଙ୍କୁ ଆସ୍ତେ ଆସ୍ତେ ରିଭିଲ କରନ୍ତି। ଜୀବନର ଶେଷ ପର୍ଯ୍ୟନ୍ତ ସେ ରିଭିଲ କରି ଆସୁଥିବେ, ଆଉ ଆମମାନଙ୍କର ଜ୍ଞାନ ସେଟାକୁ ଧାରଣ କରିପାରିବନି। ଏହା ମୁଁ ଜାଣିଲି ନାହିଁ, ଏଟା ସମସ୍ତଙ୍କର ହଉଛି ସାକ୍ଷ୍ୟ। କେବେ ହେଲେ ଆମେ ଈଶ୍ୱରଙ୍କ ମନ ଜାଣିପାରିବା ନାହିଁ। କାହାକୁ କେତେବେଳେ କୋଉ ସ୍ଥାନରେ କୋଉ ସମୟରେ ସେ ପ୍ରତ୍ୟାଦେଶ ଦ୍ଵାରା ଜଣେଇବେ, ଜ୍ଞାନର ସହିତ ଜଣେଇବେ, ଦର୍ଶନ ଦ୍ଵାରା ଜଣେଇବେ, ମୁଖାମୁଖି କଥା ଦ୍ଵାରା ଜଣେଇବେ, କୌଣସି ଭାବରେ ସେ ଆଗରୁ ସେ ଜାଣିପାରିବ ନାହିଁ। ଆଉ ଗୋଟେ ଦେଖିବା ପଦ, ସେଟା ହଉଛି, ଏଇଟା ସାରିଦବା ତାପରେ ସେଠିକୁ ଯିବା। ତାପରେ ଦେଖନ୍ତୁ, ସେ ଆଦି ପୁସ୍ତକ 30 ପର୍ବର 27 ପଦ। ଯେତେବେଳେ ମୁଁ ପଢିଦଉଛି ସେତେବେଳେ ଲାବନ ତାହାକୁ କହିଲା, ବିନୟ କରୁଅଛି, ତୁମ୍ଭେ ମୋ ପ୍ରତି ଅନୁଗ୍ରହ କର, କାରଣ ତୁମ୍ଭ ସକାଶୁ ସଦାପ୍ରଭୁ ମୋତେ ଆଶୀର୍ବାଦ କରିଅଛନ୍ତି, ଏହା ମୋ ଗଣକଥା ଦ୍ଵାରା ଜାଣିଅଛି। ଏବେ ଆମେ ଶୁଣିଲୁ ଯେ ପ୍ରଭୁ ସେଇ ଯାକୁବର ବଂଶ ଦ୍ଵାରା ସମଗ୍ର ପୃଥିବୀକୁ ଆଶୀର୍ବାଦ କରିବେ। ଏଇଟା ତ ଯାକୁବ ଶୁଣିଲା, ନିଦ୍ରାରେ ଥିବା ସମୟରେ ସ୍ୱପ୍ନ ଦ୍ଵାରା ଶୁଣିଲା, କିନ୍ତୁ ପ୍ରଥମ ସାକ୍ଷ୍ୟ ହଉଛି ତା ଶ୍ୱଶୁରର। ତା ଶ୍ୱଶୁର ନାଁ ହଉଛି ଲାବନ। ଯେତେବେଳେ ଯାକୁବ ସେ ପ୍ରକାଶ କରିଛି ଲାବନ ପାଖରେ ଯେ ମୁଁ ଏଠୁ ପଳେଇବି ମୋର ପୈତୃକ ଗୃହକୁ, ସେତେବେଳକୁ ତାକୁ ଲାବନ କହୁଛି, ମତେ ଅନୁଗ୍ରହ କର, ତମେ ଥିବାରୁ ମୁଁ ଆଶୀର୍ବାଦ ପାଉଛି, ତମେ ଚାଲିଗଲା ପରେ ମୋର ଅବସ୍ଥା କଣ ହବ? ତା ମାନେ ସେୟା। କିନ୍ତୁ ସେ ପ୍ରଭୁ ତାକୁ ଜଣେଇ ନାହାନ୍ତି। ତାକୁ କିଏ ଜଣେଇଛି? ସେ ଥିଲା ଜଣେ ବିଜାତି। ଲାବନ ଥିଲା ଜଣେ ବିଜାତି, ସେ ମୂର୍ତ୍ତି ପୂଜା କରୁଥିଲା, ସେ ଗଣକଥା ଶିଖିଥିଲା, ଆଉ ସେ ଗଣକଥା ଦ୍ଵାରା ସେ ଜାଣିଛି ଯେ ଏଇ ଲୋକ ମୋ ପାଖରେ ଥିବାରୁ ମୁଁ ଆଶୀର୍ବାଦ ପାଇଛି। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମର ପଏଣ୍ଟ ସେଇଠି। ଆମେ ଯେତେବେଳେ ପ୍ରଭୁଙ୍କର ଆଶୀର୍ବାଦକୁ ନେଇ ଚାଲିଛୁ, ଯୋଉ ସ୍ଥାନକୁ ଯିବା, ଯୋଉମାନଙ୍କ ସାଙ୍ଗରେ ସଂସ୍ପର୍ଶରେ ଆସିବା, ଯୋଉମାନଙ୍କ ସାଙ୍ଗରେ କଥା କହିବା, ଯୋଉମାନଙ୍କ ପାଇଁ ପ୍ରାର୍ଥନା କରିବା, ଯୋଉମାନଙ୍କ ପାଇଁ ଆମେ କୌଣସି ସେବା କାର୍ଯ୍ୟ କରିବା, ପ୍ରଭୁ ସେ ଆମର ଆଶୀର୍ବାଦକୁ ସେମାନଙ୍କ ପାଖକୁ ଟ୍ରାନ୍ସଫର କରିବେ। ଏଟା ମୁଁ କହୁନି, ଆସନ୍ତୁ ପଢିବା ମାଥ୍ୟୁ ତାର 10 ପର୍ବ, ମାଥ୍ୟୁ ତାର 10 ପର୍ବ ମୁଁ ପଢିଦଉଛି, 40ରୁ ମୁଁ ପଢିଦଉଛି। ତାର ହେଡିଂ ଅଛି ପୁରସ୍କାରର ଅଧିକାରୀ। ଯେ ତୁମମାନଙ୍କୁ ଗ୍ରହଣ କରେ ସେ ମତେ ଗ୍ରହଣ କରେ, ଯେ ମତେ ଗ୍ରହଣ କରେ ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ, ଯେ ଭାବବାଦୀଙ୍କର ଭାବବାଦୀ ବୋଲି ଗ୍ରହଣ କରେ, ଭାବବାଦୀଙ୍କୁ ଭାବବାଦୀ ବୋଲିକା ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ। ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ। ପୁଣି ଯେ କେହି ଏ କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ବା ଆଶୀର୍ବାଦ ହରାଇବ ନାହିଁ। ପୁରସ୍କାର ବା ଆଶୀର୍ବାଦ, ଏଇଟା ବଡ଼ ସୁନ୍ଦର ବିଷୟ। ଯୀଶୁ ନିଜେ ଜଗତରେ ଥିଲାବେଳେ ସେ ନିଜେ କହିଛନ୍ତି, ଏବଂ ଏକଥା କହିଛନ୍ତି
ଆମମାନଙ୍କର ସେବା କାର୍ଯ୍ୟରେ ମଧ୍ୟ ଆମେ ଆଶୀର୍ବାଦ ପାଇଥାଉ। ଅବିକା ସମୟରେ ମୁଁ ଆଉଥରେ ବାହାର କରିପାରିବିନି। ସେଥିରେ ଲେଖା ହେଇଛି ଯେ ଅନେକ ଲୋକ ନ ଜାଣିକି ମଧ୍ୟ ସ୍ୱର୍ଗର ଦୂତମାନଙ୍କର ବି ସେବା କରିଥାନ୍ତି। ଅନେକ ଲୋକ ନ ଜାଣିକିରି ମଣିଷ ବେଶରେ ଥିବା ସ୍ୱର୍ଗର ଦୂତମାନଙ୍କୁ ମଧ୍ୟ ସେବା କରିଥାନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆଶୀର୍ବାଦ ଗୋଟେ ଜିନିଷ, ସେଟା ପ୍ରଭୁଙ୍କ ପାଖରୁ ଆସେ। ଯେତେବେଳେ ସେଟା ଆମ ପାଖକୁ ଆସେ, ଆମକୁ ଯିଏ ଗ୍ରହଣ କରେ, ଆମ କଥା ଯିଏ ଶୁଣେ, ସେ ମଧ୍ୟ ଆଶୀର୍ବାଦ ପାଇବ। ମାନେ ଆଉ ଗୋଟେ ପଦ ଦେଖିବା, ପ୍ରଥମ ଥେସଲୋନିକି ତାର 1 ପର୍ବର 13 ପଦ, ଯଦି କିଏ ପାରୁଛନ୍ତି ପଢି ଦିଅନ୍ତୁ। ପ୍ରଥମ ଥେସଲୋନିକି 1 ପର୍ବର 13 ପଦ। 13 ପଦ ନାହିଁ। ହଁ 13 ପଦ ନାହିଁ। 1 ପର୍ବ ଭୁଲଭାଲ ହେଇଗଲା କି? ଆଚ୍ଛା, ଦେଖି ନେଉଛି। ହଁ, ପ୍ରଥମ ଥେସଲୋନିକ୍ୟ 1 ପର୍ବର 13 ପଦ ନାହିଁ। ତେବେ ମୁଁ କୋଉ ପଦଟାକୁ ପଢିଲି? ସେଥିରେ ଲେଖା ହେଇଛି, କିଛି ଗୋଟେ ମୋର ଭୁଲ ହେଇଯାଇଛି, ଯେ ଯେତେବେଳେ ପାଉଲ ଲେଖୁଛନ୍ତି ଯେ ଯେତେବେଳେ ଆମେ ତୁମମାନଙ୍କ ପାଖରେ ବାକ୍ୟ ଦେଲୁ, ତୁମମାନେ ସେଟା ପାଉଲର ବାକ୍ୟ ବୋଲିକା ଗ୍ରହଣ କଲନି, ମାତ୍ର ଈଶ୍ୱରଙ୍କ ବାକ୍ୟ ରୂପେ ତୁମେ ତାକୁ ଗ୍ରହଣ କଲ। ମୁଁ ସେଟା ଦ୍ୱିତୀୟ ଥେସଲୋନିକେ 1 ପର୍ବ 13 ପଦ। କେତେ କେତେ 2 ପର୍ବର 13 ପଦରେ ଅଛି। ହଁ, ହଁ, ଆଉ ସେଟା ଏହି ପଢ। କାରଣରୁ ଆମେମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁଅଛୁ ଯେ ଯେତେବେଳେ ତୁମେମାନେ ଆମମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ସେହି ବାକ୍ୟକୁ ମନୁଷ୍ୟର ବାକ୍ୟ ରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ। ଥ୍ୟାଙ୍କ ୟୁ ବାସ୍ତବରେ ଈଶ୍ୱରଙ୍କ ବାକ୍ୟ ଅଟେ। Praise the Lord. ମିନା, ଥ୍ୟାଙ୍କ ୟୁ ଭେରି ମଚ୍। ସେଟା କେତେରେ ଅଛି? 2 ପର୍ବ 13 ପଦ। 2 ର ଆଚ୍ଛା, 13। ଠିକ। ହଁ, ଠିକ ଅଛି। ବହୁତ ବହୁତ ଧନ୍ୟବାଦ ଦଉଛି। ମୋର ବହୁତ ସମୟରେ ଏଇ ମେମୋରି ଫେଲ ମାରୁଛି। ହଁ, ଠିକ ଅଛି। ଦେଖନ୍ତୁ, ସେଠି ଆମେ ଦେଖିଲୁ ଆଶୀର୍ବାଦ ସେବାର କାର୍ଯ୍ୟ ଦ୍ୱାରା, ଯାକବଙ୍କର ସେବା କାର୍ଯ୍ୟ ଦ୍ୱାରା ସେଟା ଟ୍ରାନ୍ସଫର ହେଲା କାହା ପାଖକୁ? ତାଙ୍କର ଶ୍ୱଶୁର ଲାବନ ପାଖକୁ। ଲାବନ ସେଟା ଗଣକଥା ଦ୍ୱାରା ଜାଣିଲେ। ଏଠି ପାଉଲ କହୁଛନ୍ତି, ଯେତେବେଳେ ଆମମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ତାହା ମନୁଷ୍ୟର ବାକ୍ୟ ସ୍ୱରୂପେ ଗ୍ରହଣ ନ କରିକି ବର୍ତ୍ତମାନ ଈଶ୍ୱରଙ୍କର ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ। ଆମେ ଯେତେବେଳେ କୌଣସି ଭାବରେ ମେସେଜ ପାଉ, ସମାଜରୁ ହଉ, ଗିର୍ଜାରୁ ହଉ, ଯୋଉଠି ବି ହଉ, ମନେ ରଖନ୍ତୁ, ଆମେ ଜାଣିପାରିବା ଯେ ପବିତ୍ର ଆତ୍ମା ଆମମାନଙ୍କର ଆବଶ୍ୟକତା ଅନୁସାରେ ଯିଏ ମେସେଜ ଦିଏ ସେ କିଛି ନୁହେଁ, ତା ମଧ୍ୟରୁ ଥାଇକିରି ପବିତ୍ର ଆତ୍ମା ଆମମାନଙ୍କର କଣଟା ଆବଶ୍ୟକ ଅଛି ସେ ସେଇ ବିଷୟ କହନ୍ତି। ଏବଂ ସେଇଟା ସେ ଯୋଉ କହନ୍ତି, ସେ ନିଜେ ଯୋଉ ମେସେଜ ଯେ ଦଉଛି, ଯୋଉ ସ୍ପିକର, ସେ ବି ଜାଣିନଥିବ। କିନ୍ତୁ ପରବର୍ତ୍ତୀ ସମୟରେ ପାଉଲ, ସେ ଛୋଟ ମଣ୍ଡଳୀ ଗୋଟେ ନୂଆକରି ବସା ହେଇଛି, ତାଙ୍କୁ କହୁଛନ୍ତି ଯେ ତମମାନେ ଏଇ ଯୋଉ ବାକ୍ୟକୁ ଗ୍ରହଣ କଲ, ତମ ପାଖରେ ବିଶ୍ୱାସ ଥିଲା ବୋଲି। ଯଦି ବିଶ୍ୱାସ ନଥାନ୍ତା, ଏବ୍ରିରେ ଲେଖା ହେଇଛି, ଏବ୍ରି 4 ପର୍ବ ନା କେତେରେ, ହଁ 4:2 ଆଉ 4:12 ପଢନ୍ତୁ। 4:2 ପଢନ୍ତୁ। ଏବ୍ରି 4:2। କାରଣ ସେମାନଙ୍କ ନିକଟରେ ଯେପରି ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି,
କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶ୍ରୁତବାକ୍ୟ ନିଷ୍ପନ୍ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ। ଆମେନ୍। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ। ଯେତେବେଳେ ପ୍ରଚାରିତ ହଉଛି, ମୁଁ ଆଉ ଥରେ କହିଥିଲି, ଆମମାନେ ଚୁପଚାପ ବସୁଛୁ, ଚୁପଚାପ ବସିବା କଥା ନୁହେଁ, ଆମମାନେ ଆମେନ୍ କହିବା କଥା। ଆମକୁ ସେଟା ଗ୍ରହଣ କରିବାର ଅଛି। ଆମେନ୍। ସେଥିରେ ଆମର ପ୍ରଫିଟ ହବ, ଆମର ଲାଭ ହବ। ଆମେ ଯଦି ଆସିଲୁ ବସିବୁ ଏମିତି ଚୁପଚାପ ହେଇକିରି, କିଛି ଲାଭ ହବନି। ଆମକୁ ସେ ପଦ ଜାଣିବାକୁ ପଡିବ ଯେ ଈଶ୍ୱର ଆମମାନଙ୍କ ପାଇଁ ଆଜି ରଖିଥିଲେ, ଯେ ଆମକୁ ଦଉଛନ୍ତି। ତାକୁ ଯେତେବେଳେ ଆମେ ବିଶ୍ୱାସ ସହିତ ଏଇଟା ଈଶ୍ୱରଙ୍କ ଆଡୁ ଆସିଛି ବୋଲିକା ଗ୍ରହଣ କରୁ, ସେଇଟା ଲାଭଜନକ ହୁଏ। ଆଉ ଗୋଟେ ଆମେ ପଢିବା, ସେଇଟା ଦେଖିବା ଏଭ୍ରି ସେଇ 4 ପର୍ବର 12 ପଦ। କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦ୍ୱିଧାର ଖଡ୍ଗ ଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଆମେନ୍। Sharper than any two-edged sword, ମାନେ ଯେତେ ଦ୍ୱିଧାର ଖଡ୍ଗ, ମାନେ ଗୋଟେ ଖଡ୍ଗଟା ଏମିତି ସରୁଆ ହେଇକି ଥିବ, ତାର ଦି ପଟେ ଧାର ଥାଏ। ଆଉ ସେଟା କଣ ପାଇଁକା ବ୍ୟବହାର ହୁଏ ନା ଯୁଦ୍ଧ ପାଇଁ ବ୍ୟବହାର ହୁଏ। Sharper than any two-edged sword। ମତେ କାହାଣୀ ଭଲ ଲାଗେ। ଆଜି ବି ଆପଣମାନଙ୍କ ପାଖରେ ଗୋଟେ କାହାଣୀ, ଏଇଟା ସତ୍ୟ ଘଟଣା, କାହାଣୀ ନୁହେଁ, ସତ୍ୟ ଘଟଣା ଉପରେ ଆଧାରିତ। ତାକୁ ମୁଁ ଆପଣମାନଙ୍କୁ କହିବି, ତାପରେ ଆମେ ଶେଷ କରିବା। ଗୋଟେ ପ୍ରଭୁଙ୍କର ଦାସ ଗୋଟେ ଜାଗାକୁ ଯାଇଥିଲେ, ଆଉ ସେଇଠାକାର ଯୋଉ ପାଷ୍ଟର, ସେ ତାଙ୍କୁ ଆମନ୍ତ୍ରଣ କଲେ, ଅନୁରୋଧ କଲେ ଯେ ଆଜ୍ଞା, ଆମର ଏ ମଣ୍ଡଳୀର ଗୋଟେ ଯୁବା ଏବେ ରିସେଣ୍ଟଲି ବାହା ହେଇଛି, ଆଉ ତାର ଦେହ ବହୁତ ଖରାପ, ତାକୁ ହସ୍ପିଟାଲରେ ରଖା ହେଇଛି, ଡାକ୍ତର କହୁଛି ଆଉ ଆଶା ନାହିଁ ବୋଲି। ଆପଣ ଅନୁଗ୍ରହ କରିକିରି ସେଠି ଯାଇ ପ୍ରାର୍ଥନା କରନ୍ତୁ। ଏ ପ୍ରଭୁଙ୍କ ଦାସ ସେ ପାଷ୍ଟର ସାଙ୍ଗରେ ଗଲେ। ଯେତେବେଳେ ଗଲେ, ସେ ଡାକ୍ତର ସେଇଠି ମଧ୍ୟ କହିଲା, ଆମର ଅନେକ ପେସେଣ୍ଟ ଏଇ ଟାଇପର ଅଛନ୍ତି, ଆମେ ଗୋଟେ ପେସେଣ୍ଟ ପାଖରେ ସେ ଯୋଉ ଭେଣ୍ଟିଲେଟର, ଯେ ନିଶ୍ୱାସ ନ ନେଇପାରେ, ତାକୁ ଗୋଟେ ଭେଣ୍ଟିଲେଟର ଲଗାଯାଏ, ମେସିନଟା ଅନ୍ କଲେ ସେ ଆର୍ଟିଫିସିଆଲି ସେ ନିଶ୍ୱାସ ନବ। ଆମେ ବେଶୀ ଦିନ ଦେଇପାରିବାନି, କାରଣ ଅନ୍ୟମାନେ କ୍ୟୁରେ ଅଛନ୍ତି, ଆଉ ଆପଣ ନେଇଯାଆନ୍ତୁ ବା ଆମେ କାଢିଦବା। ଏଇ ସମୟରେ ସେ ଯାଇକିରି ସେ ପ୍ରଭୁଙ୍କ ଦାସ ପାଷ୍ଟରଙ୍କ ସାଙ୍ଗରେ ପହଞ୍ଚିଛନ୍ତି। ସେ ସବୁ ଶୁଣିଲେ ପ୍ରଭୁଙ୍କ ଦାସ, ତାପରେ କହିଲେ ଯେ ଏଇ ଯୋଉ ଯୁବକ ଏଠି ଅଛନ୍ତି, ଶଯ୍ୟାଶାୟୀ ଅଛନ୍ତି, ତାଙ୍କର କିଏ ନିଜ ଲୋକ ପାଖରେ ଅଛନ୍ତି ଏଠି? କହିଲେ ହଁ, ତାଙ୍କ ସ୍ତ୍ରୀ ଏବେ ନୂଆକିରି ବାହାରିଛନ୍ତି, ସେଠି ବସିଛନ୍ତି। ଆଚ୍ଛା, ଠିକ ଅଛି। ସେ ତାଙ୍କର ୱାଇଫକୁ କହିଲେ, ତମର କଣ ଇଚ୍ଛା ଅଛି? ତମର ସ୍ୱାମୀ ବଞ୍ଚୁ ବୋଲି ଇଚ୍ଛା ଅଛି, ନା ଡାକ୍ତର ଯୋଉଟା କହୁଛି ତମେ ତାକୁ ବିଶ୍ୱାସ କରିବାକୁ ଇଚ୍ଛା ଅଛି? ଡାକ୍ତର କହୁଛି ଆଉ ଆଶା ନାହିଁ, ବାହାର କରିଦବ ଭେଣ୍ଟିଲେଟର। ଡାକ୍ତର ଉପରେ ବିଶ୍ୱାସ ଅଛି ନା ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି ଯେ ତୁମ ସ୍ୱାମୀ ବଞ୍ଚିବ ବୋଲି? ସେ କହିଲେ ନାଇଁ, ମୋର ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି, ମୋ ସ୍ୱାମୀ ବଞ୍ଚୁ ବୋଲିକା। ଠିକ ଅଛି, ତେବେ ମୁଁ ଗୋଟେ ପଦ ତୁମକୁ କହିବି, ଆଉ ତମକୁ ସେଟାକୁ ଘୋଷଣା କରିବାକୁ ପଡିବ, ପ୍ରନାଉନ୍ସ କରିବାକୁ ପଡିବ, ଆନାଉନ୍ସ କରିବାକୁ ପଡିବ। ପ୍ରଭୁଙ୍କର ସବୁ ପ୍ରତିଜ୍ଞା ମୁଁ ଆଗରୁ ଟିକେ କହୁଥିଲି, ତାକୁ ଯେତେବେଳେ ଆମେ କେହି ଆମ ପାଖକୁ କୁହନ୍ତୁ ବା ପଢନ୍ତୁ, ଆମକୁ ଆମେନ୍ କରିବାକୁ ପଡିବ, ହେଲେ ସେଟା ଆମ ପାଇଁ ସେଟା କାର୍ଯ୍ୟକାରୀ ହବ ବା ଲାଗୁ ହବ। ସମସ୍ତେ ବାହାର କରନ୍ତୁ ଗୀତ ସଂହିତା, ସେ ଯୋଉ ପଦଟା ଦେଲେ ଆମେ ସେଟା ପାଇବା, ଗୀତ ସଂହିତା 118 17 ପଦ। ଗୀତ ସଂହିତା 118 17 ପଦ। ମୁଁ ମରିବି ନାହିଁ, ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି,
ମାତ୍ର ଓ ସଦାପ୍ରଭୁଙ୍କ କର୍ମ ସବୁ କର୍ମ ସବୁ ବର୍ଣ୍ଣନା କରିବି। ବର୍ଣ୍ଣନା କରିବି। Amen. ସେ ପ୍ରଭୁଙ୍କର ଦାସ ସେ ସ୍ତ୍ରୀ ବା ତାଙ୍କର ୱାଇଫ କୁ କହିଲେ ତମେ ଏଇ ପଦକୁ ଘୋଷଣା କର। ସେ ପଚାରିଲେ କେତେ ଦିନ? ନା ତା ବି ମୁଁ ଜାଣିନି। ତମର ପାଖରେ ଯେପର୍ଯ୍ୟନ୍ତ ବଳ ଅଛି, ଶକ୍ତି ଅଛି, ନିଶ୍ୱାସ ନେଇ ପାରୁଛ, ସେ ପର୍ଯ୍ୟନ୍ତ କହି ଚାଲ। କହିଲେ ପଳେଇ ଆସିଲେ। କାହାଣୀଟା ସେଠି ସମାପ୍ତ ହେଇନି। ଏଇ ଯୋଉ ପ୍ରଭୁଙ୍କ ଦାସଙ୍କର ମିନିଷ୍ଟ୍ରି ଆଉ ଗୋଟେ ଜାଗାରେ। ସେ ଦିନେ ହଠାତ୍ ସେ ଦେଖୁଛନ୍ତି ଏକା ପରୀକ୍ଷା ଦେଖାଯାଉଥିବା ସେଇ ଯୋଉ ସ୍ତ୍ରୀକୁ କହିଥିଲେ ସେମିତି ଚେହେରା ଆଉ ତାଙ୍କ ପାଖରେ ଆଉ ଗୋଟେ ଯୁବକ ବସିଛନ୍ତି। ସେ ପ୍ରଚାର କରିବା ସାଙ୍ଗରେ ତାଙ୍କ ମାଇଣ୍ଡ ଟା ଡିଷ୍ଟର୍ବ ହେଲା। ସେଇ ତ ବୋଧେ ଲାଗୁଛି, ସେଇ ତ ବୋଧେ ଲାଗୁଛି। ପ୍ରଚାର ଅଧାରରୁ ଓହ୍ଲେଇକି ଆସିଲେ ପୁଲପିଟରୁ, ତାଙ୍କ ପାଖକୁ ପହଞ୍ଚିଲେ। ମୁଁ ଯୋଉ ଯାଇଥିଲି ହସ୍ପିଟାଲକୁ ଆପଣ ସେହି କି? ନା ହଁ। ତାଙ୍କୁ ଡାକିଲେ ପୁଲପିଟ ଉପରକୁ। ଆପଣ କହିପାରିବେ? ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ ଆପଣ କହିପାରିବେ କେମିତି କଣ ହେଲା? ନା ହଁ ମୁଁ କହିପାରିବି। ଆପଣ କହିକି ଯିବା ପରଠୁ କୋଉ ପଦ? 118:17 ମୁଁ ମରିବି ନାହିଁ ମାତ୍ର ବଞ୍ଚିବି ଓ ସଦାପ୍ରଭୁଙ୍କ କର୍ମ ସବୁ ବର୍ଣ୍ଣନା କରିବି। ମୁଁ ଲଗାତାର କହିଛି। କେତେ ଘଣ୍ଟା କହିଲ? ନାଇଁ କେତେ ଘଣ୍ଟା ନାଇଁ, କେତେ ଦିନ କୁହନ୍ତୁ। ଯେତେବେଳେ ମୁଁ ଥକିଯାଏ ଶୋଇପଡେ ଟିକେ ଏମିତି, ସେତିକି। ତାପରେ ଉଠିଲା ପରେ ପୁଣି ଆଉ ଥରେ ଆରମ୍ଭ କରେ। ଦ୍ୱିତୀୟ ଦିନ, ପ୍ରଥମ ଦିନ ଗଲା, ସେ କହି ଚାଲିଛନ୍ତି। ଦ୍ୱିତୀୟ ଦିନ ସେଇ ଯୋଉ ତାଙ୍କର ସ୍ୱାମୀ, ସେ ଯେ ଶଯ୍ୟାଶାୟୀ ଥିଲେ, ଯାହାଙ୍କ ଦେହରେ ଭେଣ୍ଟିଲେଟର ଥିଲା, ସେ ନିଶ୍ୱାସ ନେଲେ ସେତିକି। ଆଉ ସେ ପୁଣି ସେକେଣ୍ଡ ଟା ନେଇ ପାରନ୍ତିନି। ଏଇଟା ହଉଛି ଦ୍ୱିତୀୟ ଦିନର ପ୍ରୋଗ୍ରେସ। ଗୋଟେ ତ ନେଇ ପାରୁନଥିଲେ, କିନ୍ତୁ ଦ୍ୱିତୀୟ ଦିନ ପାଟି କରିକି ସେ ନେଲେ। ତୃତୀୟ ଦିନ ସମ୍ପୂର୍ଣ୍ଣ ଭାବରେ ସେ ନିଶ୍ୱାସ ନେବାକୁ ଆରମ୍ଭ କଲେ। ଚତୁର୍ଥ ଦିନ ଉଠିକିରି ବସିଲେ। ହାଲେଲୁୟା। ହାଲେଲୁୟା, ହାଲେଲୁୟା। ହାଲେଲୁୟା। ଆମେ ବର୍ତ୍ତମାନ ପଢିଲୁ ଏବ୍ରି 4 ପର୍ବର 12 ପଦ। ତାକୁ ଆଉ ଜଣେ ସ୍ପଷ୍ଟ ଭାବରେ ପଢନ୍ତୁ। ଏବ୍ରି 4 ପର୍ବର 12 ପଦକୁ ଆଉ ଜଣେ ପଢନ୍ତୁ। କାରଣ ଈଶ୍ୱରଙ୍କର ବାକ୍ୟ କାରଣ ଈଶ୍ୱରଙ୍କର ବାକ୍ୟ କାରଣ ଜୀବନ୍ତ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦ୍ୱିଧାର ଖଡ୍ଗ ଠାରୁ ଟିକେ ଟିକେ ତୀକ୍ଷ୍ମତର। ଟିକେ 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 ଅଟକେଇବେ। ଜୀବନ୍ତ, ମନେ ରଖନ୍ତୁ, ଈଶ୍ୱରଙ୍କ ବାକ୍ୟ ଜୀବନ୍ତ, କାର୍ଯ୍ୟ ସାଧନ କଲା। କାର୍ଯ୍ୟ ସାଧକ ମାନେ କାର୍ଯ୍ୟ ସାଧନ କରିବ। ସେ ପୁଅ ଭଲ ହେଲା। କାରଣ ଈଶ୍ୱରଙ୍କ ବାକ୍ୟ ବାଜିଲା, ତା କାନରେ ବାଜିଲା। ବାଜୁ 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 ଦ୍ୱିଧାର ଖଡ୍ଗ। ପଢ, ତାପରେ ପଢ। କାର୍ଯ୍ୟ ପୁଣି ସାଧକ ପଢ। ପୁଣି ଦ୍ୱିଧାର ଖଡ୍ଗ ଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ପରିଭେଦକ। ଏବଂ ଯୋଉ ଈଶ୍ୱରଙ୍କର ବାକ୍ୟ ଆଜି ଆମେ ପାଇଛୁ, ଛୋଟିଆ ବାକ୍ୟ ନୁହେଁ। ଆଟମ ବମ୍ ଠାରୁ ବି ଆହୁରି ପାୱାରଫୁଲ, ପରମାଣୁ ବୋମା ଠାରୁ ବି ଆହୁରି ପାୱାରଫୁଲ। ଯୋଉ ବାକ୍ୟକୁ ଆମେ ବ୍ୟବହାର କରୁଛୁ ଅତି ଶକ୍ତିଶାଳୀ। ଆମେ ଭାବୁଛୁ ଆମେ ଆମ ହିସାବରେ 2 ମିନିଟ କହିଦବା, ତାପରେ ଉତ୍ତର ଆସିବ। ନାଇଁ, ସେମିତି କିଛି ଲେଖା ହେଇନି। ସେ ଶକ୍ତିଶାଳୀ ବାକ୍ୟକୁ କେତେ ଥର ଆମେ କହିବା, ତାର ବି କିଛି ଲେଖା ହେଇନି। କିନ୍ତୁ ବିଶ୍ୱାସ, ଆମେ ଆଉ ଗୋଟେ ପଢିଲୁ, ଯୋଉମାନେ ବିଶ୍ୱାସରେ ଗ୍ରହଣ କଲେ ସେଟା ତାଙ୍କ ପାଇଁ ଲାଭଜନକ ହେଲା। ଯେ ବିଶ୍ୱାସରେ ଗ୍ରହଣ କଲାନି ତା ପାଇଁ ଲାଭଜନକ ହେଲାନି। ସିମ୍ପଲ ଜିନିଷ। ଏବେ ଲାବଣ ଆସିକିରି କହୁଛି, ମୁଁ ତମ ସଙ୍ଗରେ ରହିବାରୁ ବା ତମେ ମୋ ସାଙ୍ଗରେ ରହିବାରୁ ମୁଁ ବି ଆଶୀର୍ବାଦ ପାଇଲି। ଯେତେବେଳେ ଈଶ୍ୱରଙ୍କର ବାକ୍ୟ ବା ନ୍ୟୁ ଟେଷ୍ଟମେଣ୍ଟକୁ ଆସିବା, ସେତେବେଳେ ଦେଖୁଛୁ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଆମେ ଶୁଣିବା,
ତାକୁ କହିବା ଆମେନ୍, ଆମର ଲାଭ ହବ। ଈଶ୍ୱରଙ୍କ ବାକ୍ୟ ସହିତ ଯେତେବେଳେ ଆମେ ସମ୍ବନ୍ଧ ରଖିବା, ସେଇ ସମ୍ବନ୍ଧଟା କଣ ହବ ନା ଈଶ୍ୱରଙ୍କ ସାଙ୍ଗରେ ଆମର ସମ୍ବନ୍ଧଟା ଦୃଢ ହବ। କ୍ରମଶଃ 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 ସେଇ ମଧ୍ୟାହ୍ନର ସୂର୍ଯ୍ୟ ପ୍ରଭାତର ସୂର୍ଯ୍ୟ ଯେମିତି ମଧ୍ୟାହ୍ନର ସୂର୍ଯ୍ୟରେ ପରିଣତ ହେଇକିରି ଆହୁରି ତେଜସ୍କର ହୁଏ, ଆମମାନଙ୍କର ଜୀବନର ମଧ୍ୟ ସେ ସୂର୍ଯ୍ୟଟା ଆହୁରି ତେଜସ୍କର ହବ। ଆମେନ୍ ଆମେନ୍ ଆମେନ୍। ସମ୍ପର୍କଟା ଆହୁରି ଘନୀଭୂତ ହବ, Amen, Lord. ନିବିଡ଼ ହବ। ଆଉ ପରମେଶ୍ୱରଙ୍କର ସହିତ ଯାହାର ସମ୍ପର୍କ ନିବିଡ଼, ତାହାର କଥାକୁ ପ୍ରଭୁ ତଳେ ପକେଇ ଦିଅନ୍ତି ନାହିଁ। ସାମୁଏଲ 2 ପର୍ବ ହାଲେଲୁୟା। ବୋଧେ ଲାଷ୍ଟ ପଦରେ ଅଛି, ହାଲେଲୁୟା। ଯଦି କିଏ ପାଇବେ ପଢି ଦିଅନ୍ତୁ। ପ୍ରଥମ ସାମୁଏଲ ତାର 2 ପର୍ବ ଲାଷ୍ଟ ୱାର୍ଡକୁ ବୋଧେ ଅଛି, କିଏ ଯଦି ପାଇବେ ପଢି ଦିଅନ୍ତୁ। ପ୍ରଥମ ସାମୁଏଲ 2 ପର୍ବର ଶେଷ ଆଡକୁ ଅଛି। ଆଉ ପ୍ରଭୁ ତାଙ୍କର କୌଣସି କଥାକୁ ତଳେ ପକେଇବାକୁ ଦେଲେ ନାହିଁ। ଥାଉ ପଛେ ନହେଲେ ଦେଖିବା, ସମୟ ହେଇଯାଉଛି। ଯେତେବେଳେ ଆମମାନଙ୍କର ପ୍ରଭୁଙ୍କ ସାଙ୍ଗରେ ସମ୍ପର୍କ ଦୃଢୀଭୂତ ହୁଏ, ଆମମାନଙ୍କର କଥା କେତେ ଶକ୍ତିଶାଳୀ ହେଇଯାଏ ଆପଣ ଚିନ୍ତା ବି କରିପାରିବେନି। ଏଲିୟ ବସିଛନ୍ତି ପାହାଡ ଉପରେ, ରାଜା ପଠଉଛି 50 ପୁଣି 5, ଏ ପରମେଶ୍ୱରଙ୍କ ଲୋକ ତଳକୁ ଆସ। ଏଲିୟ କହୁଛନ୍ତି ଆକାଶରୁ ଅଗ୍ନି ପଡିଲା, ସଫା। ଆଉ ଥରେ ପୁଣି ପଠେଇଲା, ସଫା। ଆପଣ ମାନଙ୍କର ମୁଖର ବାକ୍ୟ ପ୍ରଭୁ ଆଉ ତଳେ ପକେଇବାକୁ ଦେବେ ନାହିଁ। ଯୋଉ ଆଶୀର୍ବାଦ ପ୍ରଭୁ ଆପଣ ମାନଙ୍କୁ ଦଉଛନ୍ତି, ସେଟା ଅନ୍ୟମାନଙ୍କୁ ବାଣ୍ଟନ୍ତୁ। ନିଜ ଜୀବନ ପାଇଁ ସେଥିରେ ଲାଭ ଉଠାନ୍ତୁ। ଅନ୍ୟମାନଙ୍କୁ ଆଶୀର୍ବାଦ କଲେ ଆମେ ଆଶୀର୍ବାଦ ପାଇବା, ଅନ୍ୟମାନଙ୍କୁ ଦୟା କଲେ ଆମେ ଦୟା ପାଇବା, ଅନ୍ୟମାନଙ୍କୁ ସାହାଯ୍ୟ କଲେ ଆମେ ସାହାଯ୍ୟ ପାଇବା, ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କଲେ ଆମକୁ ତାର ଉତ୍ତର ମିଳିବ। ଅତି ଶ୍ରେଷ୍ଠ ବାକ୍ୟ ହଉଛି ଈଶ୍ୱରଙ୍କର ବାକ୍ୟ। ଯେତେବେଳେ ତାକୁ ଆମେ ଅଧ୍ୟୟନ କରିବା, ଈଶ୍ୱରଙ୍କ ପାଖରେ ସମର୍ପଣ କରିବା, ସେଇ ସୂର୍ଯ୍ୟର କିରଣ ପରି ଆମମାନଙ୍କର ଉଜ୍ଜଳ ବଢି 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 ମଧ୍ୟାହ୍ନକାଳୀନ ତେଜସ୍କର ହବ। ପ୍ରଭୁ ଏଇ ଛୋଟ ବାକ୍ୟ ଉପରେ, ବିଚାର ଉପରେ ବା ଚିନ୍ତା ଉପରେ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ଭେରି ମଚ୍। ଗଡ୍ ବ୍ଲେସ୍ ୟୁ ଅଲ୍। ହାଲେଲୁୟା। Amen. Hallelujah.